ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଧାରିତ ନିଆଳି ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ସଂଗଠନ ତରଫରୁ ଏବଂ ସଂଗଠନର ଆଜିର ଏହି ପ୍ରେସ୍ ବିବୃତ୍ତିର ସଭାରେ ଆମର ବଡ଼ ଭାଇ ଏବଂ ବ୍ଲକର ବିଜୁ ଜନତା ଦଳ ସଭାପତି ଅତୁଲ୍ୟ ଭାଇ ଅଛନ୍ତି। ଆମର ରାଜ୍ୟ ଯୁବ ସଂଗଠକର ବନ୍ଧୁ ମୋର ସାନ ଭାଇ ଅଛନ୍ତି ଏବଂ ରାଜ୍ୟରେ ମଧ୍ୟ ଯୁବ ସଂଗଠକ ଅଛନ୍ତି ଏବଂ ପଦାଧିକାରୀ ମଧ୍ୟ ସମସ୍ତେ ଏଠାରେ ଅଛନ୍ତି। ସୁନି ଅଛି, ସମସ୍ତେ ଅତୁଲ୍ୟ ଆଉ ସଭାପତି ଅଛନ୍ତି। ଆଜିର କାହିଁକି ଆମେ ଜରୁରୀକାଳୀନ ଭିତରେ ପ୍ରେସ୍ ଡାକିଲୁ ଏବଂ କ'ଣ ଆପଣମାନଙ୍କୁ ତଥ୍ୟ ଦେବୁ, ଆମ ବଡ଼ ଭାଇ ତ କହୁଥିଲେ ଏଠି କଣ୍ଟିନ୍ୟୁ ଗୋଟେ 2 ବର୍ଷ କାଳ ଗୋଟେ ସରକାର ଆସିଲା ପରେ ଆଉ ନିରନ୍ତର ସେବା ଯୋଗାଇଥିବା ପୂର୍ବ ଆମର ଯିଏକି ଆଜିର ସଭାପତି ଯେ ସର୍ବବଙ୍ଗ ନିର୍ବାଚନ ମଣ୍ଡଳୀୟ ନେତା ଜନମାନସର ପ୍ରମୋଦ ମଲ୍ଲିକ ମହୋଦୟ ପୂର୍ବତନ ବିଧାୟକ ଦାୟିତ୍ୱ ନେଇଥିଲେ ଏବଂ ଓଡ଼ିଶାର ଜନମାନସର 4.5 କୋଟିର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟଧାରାକୁ ନିଆଳି ନିର୍ବାଚନ ମଣ୍ଡଳୀରେ ପ୍ରତିଟି ଜାଗାରେ କିପରି ଲୋକଙ୍କର ମୌଳିକ ସୁବିଧା ସୁଯୋଗ ସରକାରୀ ବ୍ୟବସ୍ଥା ନିଶ୍ଚିତ ଭାବରେ ପହଞ୍ଚାଇଥିଲେ, ନିରନ୍ତର ସେବା କରିଥିଲେ। ପର ମୁହୂର୍ତ୍ତରେ ସରକାର ପରିବର୍ତ୍ତନ ହୋଇଛି, 2 ବର୍ଷରେ ଏକ ସରକାର ଆସିଛି ଏବଂ ଆମ ନିଆଳି ନିର୍ବାଚନ ମଣ୍ଡଳୀର ନିଆଳି ବ୍ଲକ କଥା କହିବି, କଣ୍ଟାପଡ଼ା ବ୍ଲକ କଥା କହିବି। ଆଜିର ଯେଉଁ ପ୍ରସଙ୍ଗ ରହିଛି, ଆମେ ବିକାଶର ଧାରା ଗୋଟେ ଦଳୀୟ ପ୍ରୋଗ୍ରାମକୁ ସରକାରୀ ଭିତରେ ପୁରେଇ ସରକାରୀ ପ୍ରୋଗ୍ରାମ କହି ଲୋକଙ୍କୁ ମିଥ୍ୟା କଥା କହି ଏବଂ ସରକାରୀ କଳକୁ ନିଜ ପାଖରେ ରଖି ଲୋକମାନଙ୍କୁ ପକୁଆ ବନେଇ ଭୁଆଁ ବନେଇ ପାୱାରଫୁଲର ବାର୍ତ୍ତା ଦେଇ ଯେ ଜନ କଲ୍ୟାଣ ନୀତି ଆଧାର ନ କରି ଜନମାନସରେ ଭୟ ସଞ୍ଚାର କରି ଏବଂ ଚୋର ଟକ୍ସର ମାନଙ୍କର ସାହସକୁ ବଢ଼େଇ ସେ କୋଉଭଳି ଭାବରେ ଢଙ୍ଗରେ ସେ ବିକାଶର ନାରା ଦେଇ ଏଠି ନିଆଳି ନିର୍ବାଚନ ମଣ୍ଡଳୀରେ ସେ କାର୍ଯ୍ୟ କରୁଛନ୍ତି, ତାହାର ପ୍ରମାଣ ସ୍ୱରୂପ ସତ୍ୟ ଆଧାରିତ ଆମେ ଆଜି ପ୍ରେସ୍ ବିବୃତ୍ତିରେ କହୁଛୁ ଏବଂ ଆମ ବିଜୁ ଜନତା ଦଳ ନିଆଳି ତରଫରୁ ଆମେ କହୁଛୁ ଏବଂ ଆଜି ହିଁ ବିଜୁ ଜନତା ଦଳ ତରଫରୁ ପ୍ରେସ୍ ବିବୃତ୍ତି କରାଯାଇଛି। ତାହା ଉପରେ ଆମେ କହିବୁ 2 ବର୍ଷ କାଳ ଯଦି ଆମେ ଦେଖିବା ଚାଷ କ୍ଷେତ୍ରରେ, ପ୍ରଥମରୁ ଚାଷ କ୍ଷେତ୍ରରେ ଯିବା, ସେ ଚାଷ କ୍ଷେତ୍ରରେ କ'ଣ କରିଛନ୍ତି, ଆଗରୁ କ'ଣ କରାହେଇଥିଲା, ଆଜି ଦେଖିବେ ପ୍ରାୟ ଜାଗାକୁ ବହୁ ପୂର୍ବରୁ ପାଣି ପହଞ୍ଚି ପାରୁନଥିଲା। ଆମର ପୂର୍ବତନ ଯେଉଁ ବିଧାୟକ ଥିଲେ ପ୍ରମୋଦ ବାବୁଙ୍କ ନେତୃତ୍ୱରେ ଏବଂ ବିଜୁ ଜନତା ଦଳ ତରଫରୁ ପ୍ରାୟ ଜାଗାକୁ ବହୁତ ପ୍ରୟାସରେ ମଧ୍ୟ ପାଣି ପହଞ୍ଚିବା ବ୍ୟବସ୍ଥା କରିଥିଲେ, କିନ୍ତୁ ଇଏ 2 ବର୍ଷ ଭିତରେ ତା ଉପରେ ଲକ୍ଷ୍ୟ ଦେଲେ ନାହିଁ। ଏବଂ ଆଉ ଗୋଟେ ବଡ଼ ଡିମାଣ୍ଡ ଥିଲା 1000 ହେକ୍ଟର ଯେ କି ବଡ଼ବିଲି ପାଖରେ କାକଟପୁର ବ୍ରେଞ୍ଚ କେନାଲରୁ ସାଇପନ 5 ଫୁଟ ଗୋଲେଇରେ ଆସିଛି, ଆମର ବଡ଼ବିଲୁ ବାହାରି ଦୀପାଞ୍ଚଳ ଠାରୁ ଆରମ୍ଭ କରି ବିଳାଶୁଣୀ ପର୍ଯ୍ୟନ୍ତ ନୂଆହାଟ ପର୍ଯ୍ୟନ୍ତ ସେ ପାଣି ମଧ୍ୟ ଯାଉଛି। 15ଟା କେନାଲକୁ 5 ଫୁଟ ଗୋଲେଇ, ତା ଉପରେ ଆମର ପୂର୍ବତନ ବିଧାୟକ ଯେ ଥିଲେ ପ୍ରୟାସ କରିଥିଲେ ଏବଂ ସେଠି ମଧ୍ୟ ଗୋଟେ 200 କୋଟି ଟଙ୍କାର ଗୋଟେ ପ୍ରୋଜେକ୍ଟ ପାଇଁ ମଧ୍ୟ ସେତେବେଳେ ସଚିବଙ୍କ ଆଧାର ନେଇ ସେଟା ଭିଜିଟ୍ କରି ମଧ୍ୟ କାର୍ଯ୍ୟ କରିବା ପାଇଁ ପ୍ରୟାସ କରିଥିଲେ ଏବଂ କାର୍ଯ୍ୟ ମଧ୍ୟ କରିବା ପାଇଁ ମଧ୍ୟ ଷ୍ଟାର୍ଟ କରିବାକୁ ଯାଉଥିଲେ। ଦ୍ୱିତୀୟ କଥା କହିବି, ଚାଷ ଉପରେ ଇଏ ହାତ ମାରି ନାହାନ୍ତି। ନଦୀ ବନ୍ଧ କଥା ଯଦି ଦେଖାଯାଏ 2009ର ଭୂଗୋଳ ଯାହା ଆମର ପୂର୍ବତନ ବିଧାୟକ ମଧ୍ୟ କହୁଥିଲେ, ବାରମ୍ବାର କୁହନ୍ତି, ମୁଁ ଯେତେବେଳେ 2009ରେ ଏଠାରେ ବିଧାୟକ ହେଇକି ଆସିଲି ଏବଂ ସେତେବେଳେ ବିକାଶର ଧାରା ନବୀନ ବାବୁଙ୍କର ବିକାଶ ଧାରା ଉଜ୍ଜୀବିତ ହୋଇଥିଲା ସାରା ଆଡ଼େ, ମୋ ସାଧାରଣ ଲୋକଙ୍କ ପାଖରେ ମୋର ବିକାଶ ଧାରା ପହଞ୍ଚିବ। ଚାଷ କ୍ଷେତ୍ର ହଉ, ଯୁବ କ୍ଷେତ୍ର, ଶିକ୍ଷା କ୍ଷେତ୍ରରେ ହଉ, ଗମନାଗମନ କ୍ଷେତ୍ରରେ ହଉ, ସବୁ କ୍ଷେତ୍ରରେ, ପିଇବା ପାଣି କ୍ଷେତ୍ରରେ ହଉ, ସବୁ କ୍ଷେତ୍ରରେ ମୋର ଯେମିତି ବିକାଶମୂଳକ ଯୋଜନା ତାପରେ ପହଞ୍ଚିବ, ତାକୁ ସଠିକ ଢଙ୍ଗରେ 2009 ଠାରୁ ଯେଉଁ ଭୂଗୋଳ ଥିଲା ନିଆଳି ନିର୍ବାଚନ ମଣ୍ଡଳୀ ନଦୀ ମାଳିନ୍ୟ ଅଞ୍ଚଳ, ଆମକୁ ଦେଖିବା 75 ଭାଗ ନଦୀ ଭିତରେ ଆମ ଅଞ୍ଚଳ ରହିଛି। ଯଦି ଛିଣ୍ଡା ଠାରୁ ଆରମ୍ଭ କରିବା ସମ୍ପୂର୍ଣ୍ଣ ଦେବୀ ନଦୀ ପର୍ଯ୍ୟନ୍ତ 17ଟା ନଦୀ, ଶାଖା ନଦୀ, ଉପନଦୀ ଭିତରେ ସେ ସଂଯୋଗୀକରଣ ଆଣିଥିଲେ, ବହୁତ ବଡ଼ କାମ କରିଥିଲେ, ଯୋଉଟାକି ବ୍ରିଜ ଗଣି ହବ ନାହିଁ, ଯୋଉଠିକି ବ୍ରିଜ ଗଣି ହବ ନାହିଁ। ଆଜି ଆପଣ ଦେଖିବେ ଆଉ ଗୋଟେ କଥା କହିଥିଲେ, ଯେଉଁ ଇଲେକ୍ଟ୍ରିକ ବିଦ୍ୟୁତର କଥା କହୁଥିଲେ, 2000 ମସିହାରେ 9ରେ ଯିଏ ଜନ୍ମ ହୋଇଥିଲେ କିଏ ଜାଣିଥିବେ, ତାର ହେତୁ ଥିବ, ଦେଖିଥିବେ
ସେତେବେଳେ ଡିବି ଆଲୁଅରେ ପାଠ ପଢି ମାଟ୍ରିକ ପରୀକ୍ଷା ଦେବାକୁ ପିଲା ଯାଉଥିଲେ, ବହି କି ଦେଖା ଯାଉନଥିଲା, ବିଞ୍ଚଣା ଧରି ବିଞ୍ଚି ହଉଥିଲେ, ମାନେ ଯାହାକି କିଲୋମିଟର 2 କିଲୋମିଟର ତାର ଟାଣିକିରି ଟିଭି ଝିଲି ଝିଲି ଟିଭି ଦେଖୁଥିଲେ। ଆଜିକା ଦିନରେ ନବୀନ ବାବୁଙ୍କ ବିକାଶ ଧାରାକୁ ଯୋଉଭଳି ଢଙ୍ଗରେ ପୂର୍ବତନ ବିଧାୟକ ଆଣିଥିଲେ, 3ଟା ସବଷ୍ଟେସନ ଠାରୁ 4ଟା ଉପ ସବଷ୍ଟେସନ ଠାରୁ ଏମିତି କରି 8ଟି ଇଲେକ୍ଟ୍ରିକ ସବଷ୍ଟେସନ ଗ୍ରିଡ କର୍ପୋରେସନ ସବୁ କରିଛନ୍ତି ନିଆଳିରେ, ଯାହା ଫଳରେ ଭୋଲ୍ଟେଜର କୌଣସି ମାତ୍ରାରେ କମ ହବାର ନାହିଁ। କିନ୍ତୁ ଆଜି ଯୋଉ ସ୍ଥିତି ଦେଖା ଦେଇଛି ଯେ ବିଦ୍ୟୁତ ବିଭାଗର କର୍ମଚାରୀକୁ ହାତରେ ନ ରଖି ନିଜର ଫାଇଦା ପାଇଁ ପ୍ରୟୋଗ କରେଇକିରି ଲୋକଙ୍କୁ ହଇରାଣ କରିବା ପାଇଁ ବିଦ୍ୟୁତ ବିଭାଗର ଗୋଟେ ସମ୍ରାଟ ପାଲଟିଛନ୍ତି ଏ ବିଧାୟକ, ଆମର ନିଆଳିର ବିଧାୟକ। ଏପର୍ଯ୍ୟନ୍ତ ଲୋକ ହନ୍ତସନ୍ତ ହଉଛନ୍ତି, ସେ କେବେ ବିଦ୍ୟୁତ ବିଭାଗର କର୍ମଚାରୀକୁ ତାଗିଦ ବି କରୁନାହାନ୍ତି। ଆପଣ ଚିନ୍ତା କରୁଥିବେ, ତୁଳନା କରନ୍ତୁ ବିକାଶ କୋଉ ଦିଗକୁ ଯାଇଛି। ଯଦି ଶିକ୍ଷା ବି ଦେଖିବେ, ଆମର ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କର ସେ ଯୋଉ ଯୋଜନା ଥିଲା, ମୋ ପିଲା ପ୍ରତିଟି ଗାଁର ପିଲା ଭଲ ସ୍କୁଲକୁ ଯିବେ, ସୁନ୍ଦର ପରିବେଶ ହେଇଥିବ, ସୁନ୍ଦର ବାତାବରଣରେ ପାଠ ପଢିବେ, କମ୍ପ୍ୟୁଟରରେ ପାଠ ପଢିବେ, ତା ବ୍ୟବସ୍ଥା ସେ କରିଥିଲେ। 5T ଆଧାରରେ ଯୋଜନା ଆଣିକିରି ପ୍ରତିଟି ସ୍କୁଲ ଛୋଟ ଠାରୁ ବଡ଼ ସ୍କୁଲର କାମ କରିଥିଲେ, କେତେ ସୁନ୍ଦର ଭାବରେ ନେଇଥିଲେ। ଏ 2 ବର୍ଷରେ ହେଲା କ'ଣ, ସେ ଘର ଯୋଉ ସୁନ୍ଦର ହେଇଥିଲା ତାକୁ ପରିତ୍ୟକ୍ତ ଅବସ୍ଥାକୁ ନେଇ ଆସିଲେଣି। ଏମାନେ ସେ ସ୍କୁଲର ବ୍ୟବସ୍ଥାକୁ ଦେଖୁନାହାନ୍ତି, ଶିକ୍ଷା ବ୍ୟବସ୍ଥାକୁ କିଛି ଦେଖିବାର ବି ନାହିଁ। ଏ ବିଧାୟକ ନିଆଳିରେ କେବେ ସ୍କୁଲ ଭିଜିଟ୍ କରିଛନ୍ତି, କେବଳ ଗେଷ୍ଟ ହେଇଯାଇଛନ୍ତି, କିନ୍ତୁ ସ୍କୁଲର ଅବସ୍ଥାକୁ ଦେଖିବା ପାଇଁ, ନିର୍ଣ୍ଣୟନ ଅବସ୍ଥାକୁ କେବେ ଟିକେ ଯାଇନାହାନ୍ତି। ସେ ବିକାଶର କଥା କହୁଛି। ଆପଣ ଚିନ୍ତା କରନ୍ତୁ, ସ୍କୁଲ କଥା ଦେଖିବେ, ଥାନା କଥା ଦେଖିବେ, ପ୍ରାୟ ଦେଖିବେ ଆମର ସୁରକ୍ଷା ବ୍ୟବସ୍ଥା ନିଜେ 15ଟା ପୋଲିସକୁ ଡାକି ଏତେ ଭୟଭୀତ ଯେ ନିଆଳି ବିଧାୟକ ନାଁ ବି ନଉଛି ଛବି ମଲ୍ଲିକ, ସେ ଭାରତୀୟ ଜନତା ପାର୍ଟିର ପ୍ରତିନିଧିତ୍ୱ କରି ଏଠି ଆଇଛନ୍ତି। ସେ କୋଉ ଭଳି ଢଙ୍ଗରେ ବିକାଶର କଥା କହୁଛନ୍ତି ଶୁଣନ୍ତୁ। ଭଣ୍ଡ ଭାବରେ ପୋଲିସକୁ ସାଥିରେ 5ଟା କ'ଣ ଗାଡି ଧରିକିରି ପୋଲିସ ଯାଉଛନ୍ତି, ପାୱାର ଦେଖାଉଛନ୍ତି। କିନ୍ତୁ ଗୋଟିଏ ଲୋକଟି ଯଦି ଦୀପାଞ୍ଚଳର କଥା କହିବା, 40,000 ଲୋକ ତଳେ ଆଉଛନ୍ତି, ଗୋଟେ ଫାଣ୍ଡି ସେଠି ଏୟାରପୋଷ୍ଟ ହେଇଛି କସରଦାରେ, ସେଠି ଥାନାର ଆବଶ୍ୟକ ରହିଛି, କୋଉ ଦିନ ସ୍ୱର ଉଠେଇ ନାହାନ୍ତି, ସେଠି ଲୋକ ମୁଣ୍ଡ ଫାଟି ଯାଇଛି, ନ୍ୟାୟ ପାଇନାହାନ୍ତି। କାରଣ ପୋଲିସର ଦୋଷତା ଦେବୁ ନାହିଁ, ଷ୍ଟାଫର ଅଭାବ। ସେ କେବେ ବିଧାନସଭାରେ ଉଠେଇ ନାହାନ୍ତି, କେବେ କହିନାହାନ୍ତି। ଗୋବିନ୍ଦପୁର ଦେଖିବେ, ସେଠି 7ଟି ଷ୍ଟାଫ ଦରକାର, ସେଠି 3ଟି ଷ୍ଟାଫର ଅଫିସରରେ କାମ ଚାଲୁଛି। ଓଲ୍ଟପୁର ମଧ୍ୟ ସେଭଳି ଅବସ୍ଥା। ଏବଂ ପୋଲିସକୁ ସରକାରୀ ଯୋଉ ସରକାର ଏବେ ଆସିଛି, ତାଙ୍କୁ ଯେମିତି ସ୍କୁଲ ମାଷ୍ଟରକୁ ସରକାରୀ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଇଏ ପୋଲିସକୁ ନିୟୋଜିତ କରାଯାଉଛି। ପଟେଲଙ୍କର ଜନ୍ମଦିନ ପାଳନ କର, ରାଲି କର, ସାଇକେଲ ଚାଲ, କିନ୍ତୁ ସାଧାରଣ ଲୋକଟି ନ୍ୟାୟ ପାଇବାରେ ବଞ୍ଚିତ ହେଉଛି। ଆପଣ ଚିନ୍ତା କରନ୍ତୁ, ବିଧାୟକ ଜଗୁଛି, ସାଧାରଣ ଲୋକ ପାଇଁ ପୋଲିସ ନାହିଁ, ଥାନାରେ ପୋଲିସ ନାହିଁ। ଯୋଉ ଆବଶ୍ୟକ ମଧ୍ୟ ଏ ବିଧାୟକ କିଛି କହୁନି, ବିକାଶର କଥା କହୁଛନ୍ତି। ବଡ କଥା କହୁଛନ୍ତି, 2 ବର୍ଷରେ ଗୋଟେ ଯୋଜନା ଆସିଲା, ଅନ୍ନପୂର୍ଣ୍ଣା ଯୋଜନା, ଯୋଉଟା କି ବଳକା ଚାଉଳ ଯୋଉ ଧାନ ମିଲର ମାନେ ଦଉଛନ୍ତି, ତା ପରିବର୍ତ୍ତେ ଚାଉଳ ଦେବେ ସରକାରକୁ। ସେ ସରକାର ଚାଉଳ ତ ଓଭର ହେଇଯାଉଛି, କ'ଣ କରିବେ? ତେଣୁ ଯେତେବେଳେ ମୁଖ୍ୟମନ୍ତ୍ରୀ ତରଫରୁ ଆମେ କହିଥିଲେ, ମୁଁ ମନେ ପକାଇଯାଏ ଯେ ଏ ଚାଉଳକୁ ଆଉ 5 କିଲୋ ଦେଇଦିଅ ପ୍ରତି ରାସନ କାର୍ଡ ହିତାଧିକାରୀକୁ। ପର ମୁହୂର୍ତ୍ତରେ ତାଙ୍କର ବଦଳିଗଲା, ନା ଶୁଖିଲାରେ ଲୋକଙ୍କୁ ଦବା ନାହିଁ, ଆମେ ଗୋଟେ ଯୋଜନା କରିଦବା, ଅନ୍ନପୂର୍ଣ୍ଣା ଯୋଜନା। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କରିଦେଲା ଏବଂ ସେ କାର୍ଡରେ ଟଙ୍କା ଖର୍ଚ୍ଚ କଲେ ଆମରି ପଇସାରେ। ସେ କାର୍ଡଟିର ଅବଧି ହେଉଛି ବର୍ଷେ। ଜଣେ ବଳକା ଚାଉଳ ଦବା ପାଇଁ ତାଙ୍କର ନାହିଁ, ଅନଲିମିଟେଡ ନାହିଁ। ଦେଖନ୍ତୁ ବିକାଶ କୋଉଠି, ଏଠି ପ୍ରେସ ମିଟରେ ଆମେ କହୁଛୁ, ବିକାଶ ବର୍ଷକର ବଳକା ଚାଉଳ ଦେଇ କାର୍ଡରେ ସରକାରୀ ପଇସା ଖର୍ଚ୍ଚ କରି, ସରକାରୀ ପଇସାରେ ସଭା ବାନ୍ଧି ଏବଂ ପ୍ରଶାସନକୁ ପାଖରେ ରଖେଇ ବିକାଶର କଥା କହୁଛନ୍ତି। ଆଜି ଦେଖିବେ ପ୍ରଧାନମନ୍ତ୍ରୀ ଗୃହ ଯୋଜନା, ଆଜି ଦେଖିବେ ଆମ ପୂର୍ବ ସରକାର ଏଥିରେ ଦେଖିବେ କେନ୍ଦ୍ର 60% ପଇସା ଅଛି। ପ୍ରଧାନମନ୍ତ୍ରୀ ଗୃହ ଯୋଜନାରେ କେନ୍ଦ୍ର 60%, ରାଜ୍ୟ 40%। କେନ୍ଦ୍ରୀୟ ପଇସା କେମିତି ଓଡ଼ିଶାରେ ନ ପଶୁ, ଗୋଟେ ଡବଲ ଇଞ୍ଜିନ, କେନ୍ଦ୍ର ସୁରକ୍ଷିତ ରହୁ ଏ ରାଜ୍ୟରେ। ଏବଂ ଏଠି ମଧ୍ୟ ଦେଖିବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଟୋଟାଲ ଦବାର ନାହିଁ। ଯୋଉ ଲିଷ୍ଟ ହେଇଥିଲା ପ୍ରତି ବ୍ଲକରେ 200 କୋଟି 100, ଯୋଉ ଆମ ପୂର୍ବ ସରକାର କରିଥିଲା, ହକଦାର ଯୋଉମାନେ ପାଇବେ ତାଙ୍କୁ ବଞ୍ଚିତ କଲା, ଏପର୍ଯ୍ୟନ୍ତ ଦେଲା ନାହିଁ। କିନ୍ତୁ ଅନ୍ତ୍ରୋଦୟ ଗୃହ ଯୋଜନା, ଯୋଉଟା କି ଯୋଜନା ପୂର୍ବ ସରକାର ଅମଳରେ ଆମର ଥିଲା ଏବଂ ତାର କ୍ରାଇଟେରିଆ ସବୁ ଅଛି, ଭିନ୍ନକ୍ଷମ ହେଇଥିବ, ଅନ୍ତ୍ରୋଦୟ ପରିବାରଟି ଭିନ୍ନକ୍ଷମ ହେଇଥିବ ଏବଂ ସର୍ବନିମ୍ନ ଚଳିବା ପାଇଁ ପୁରା ଅକ୍ଷମ ହେଇଥିବ, ସେ କ୍ଷେତ୍ରରେ ତାକୁ ଗୋଟେ ଘର ନଥିବ, କୁଡ଼ିଆ ଘର ଥିବ, ତାକୁ ଗୋଟେ ପକ୍କା ଘର ଦେବା ପାଇଁ ବ୍ୟବସ୍ଥା ଅଛି। କିନ୍ତୁ ଇଏ ଅପାରଗ
जो विकास कथा कहते एवं पैसा नहीं बीडीओ एवं समति की नहीं पंचायत पंचायत को जाऊँच हाथ में बांटुंट काड़े क्या दौरान अंतरदय ना जो मानकर पाइबा योग्य नुहे जो योग्य हिताधिकारी नुहे से मानक दि जाऊँच कार्ड एवं पचरा जाऊँच तू कौ दल आम दल अच्छु एति दबु जदि से दबु ताल अंतरदय कार्ड ने आ मु विकास नारा देवी तू नहीं से पैसा नहीं जीव अंतरदय योजना कुआड़े दिया एवं ता सहित प्रशासन साथ दौ जो बड़ भाई कहते तहसिलदार तमें आइल वर्षे तमें कौ परिस्थिति रे ठीक आसिल नियाली जितेबाला तमें जोग देइथिल तहसिल रे आज गदा गदा केस नियाली तहसिलदार रे पेंडिंग है पड़ी आज प्रकृत साधारण लोक घर ढीओ भाई भाई सहित विभिन्न डिस्ट्रीब्यूशन होकर आसी अनशन कर धारणा दौरान तुमको लगे लाज्य लगता से तुमको खात हो पार ना किंतु तुम कर कमल खोजुच विधायक माने तुम ये जान जो बाली गाड़ी तुम धरुच से बाली गाड़ीटा कौन अराजकता समय धरा जाए चोरी समय धरा जाए बाली गाड़ी माने के फर्म ना बिना जो लिगाल घाट 3टी को अलिगाली घाट 30टा जोटी पाइले से कौ दलर ना अम दलर मंडल कमांडल सब मिसी जाइए जोटी पाइले सुविधा गाड़ी गड़ी पार से जगार गाड़ी गड़े बाली उठाऊँ गोटे राति की साधारण लोक प्रेस रु जाऊ मिनिमम 30 लाख टंका गोटे राति बाली चोरी हो पार आदि पुलिस उसर उठेला ये थाना रे नियाली थाना रे मासेक ऑफिसर बदलिए ना 15 दिन रे 5 दिन ऑफिसर बदले पावरफुल पूरा पावरफुल हेवी वेट विधायक नियाली रे छवि मल्लिक जहाँकि विनाशर कर्ण द्वारा विकास 2 वर्ष है ना किंतु छवि मल्लिक विकास है विधायक तमें आणिल कौठू गोटे टंकार जमी किणिल रोड करे लोक को देखल एवं से एकाथर 3 मासरे 3 महला बिल्डिंग धड़ा फरफर करदेल चाषी कथा कहूच मु भूलीगली केनाल पोतिल आज आम कहूँ नियाली बजार आज देखिए कौ भली अवस्था अच्छी से बजार उपरे तमें कहीच बजार रे बसीच मु एमिति विकास करी लोक अनै पारे ना आज गोटे शौचालय थिला पूर्वतन विधायक आमर करते लोक औषध पाई सेठी आज से सफा हो पारानी दुर्गंधरे नाक फाटुची हाटई भाई माने बसुंट तार कौन समाधान तुम कर पार जदि तुम ये असुविधा था आगुरी जानी तुम ये मिछि मिछिका प्रतिश्रुति से कहीं कमिटी की दौल तुम कर नहीं आउ गोटे गोटे गरीब लोक को जलार पूरे गल बिल भितर पशिकी से छवि छाड़ जदि से रास्तार संभावना नाला ताले संभावना जाऊल कहीं लोक कि मिथ्या वार्ता दौल मु करदेवी जमी तुमको रास्ता तुम देहाती गले भी तुम कर कारण से व्यवस्था ना तुम मिछि मिछिका कथा कौच विकास कथा तेणु एठारे विभिन्न प्रकार आज देखिए व्यवस्था घर करवा आज गोटे देखिए ये आमर नुआ गाँ पाखे गोटे केनाल एपटे दे जाइए सी अष्टशंभु मंदिर माँकर पोखरी उपरे घर कर केनाल को पोती आ गए देखिए आपण आम कहून काल्पनिक कथा एवं जी मुख्य रास्ता पोता है रास्ता केमिति विधायक को केमिति गाड़ी जापर फॉर्च्यूनर 2 वर्ष भितर विकास 2टा फॉर्च्यूनर कर गाड़ी सुविधा हो पार सी चाषीर केनाल पोती देले मुख्य रास्ता जोटा कि सही एक्सीडेंट होता मुख्य रास्ता उपरको रास्ता माटी पकईदेले एवं गाड़ी सुविधा हो पार आज से जगह कर समस्त प्रेस वाला मो नियाली अगणित जनसाधारण आम कहून मिथ्या जोटा सत्य ताहा आम कहू सत्य आधारित आम हॉस्पिटल पाखक छिड़ा हम एवं शोभनेश्वर को मुंडिया माइला बेलू ये देखियो विनाशर कर्ण द्वारा छवि मल्लिक से धवा फलपर घरटी देखा सी हूँ छवि मल्लिक से विकास विनाशर कर्ण द्वारा आपण मैंने चिंता करूँ आम आज दाबी करुचु केतक मंदिर पाखु गोटे रास्ता माधव पर्यंत करेंगे कि आज आम दाबी करुचु कारण गोटे शाखा रोड आवश्यक रही केतक मंदिर पाख दे माँ कर नुआ गाँ गोटे शाखा रोड कारण लोक मैंने जनमानस बजार जापना सेपटे करेंगे कि जदि करेंगे विकास करूँ तेणु एठी गोटे ब्लॉक आगे कहले ब्लॉक कथा जो ब्यानर तले बही मुझे शेष करुच्ची से ब्यानरटा गवर्नमेंट ब्यानर नाला गवर्नमेंट ब्यानर में प्रेस मिट में कहूँ से तथ्य दिंतु तहसिलदार को कौ चिठी पंचायत राज विभाग आसाला से केतोटी पट्टा पाखे पेंडिंग अच्छी से ऑफिस रे न बांटिकी आसिक गोटे दलीय प्रोग्राम रे बांटिले एवं दल को एठिक आसापी चिठी किए करथिला सेठी आसापी एवं जो ब्यानर पछपटे मरा होता गवर्नमेंट ब्यानर रे विधायक एमपी फोटो रुहे ना मुख्यमंत्री फोटो रहिबो प्रधानमंत्री फोटो रहिबो
କୌଣସି ଜାଗାରେ MP MLA ଫଟୋ ଗଭର୍ଣ୍ଣମେଣ୍ଟ ବ୍ୟାନର ରୁହେ ନାହିଁ। ସେ କାହିଁକି ବ୍ୟାନର ଦେଖିଲେନି, ସେଠି ବସିଲେ ନାଲି ଗାମୁଛା ପକେଇଲେ। କଥା ନାହିଁ, ନାଲି ଗାମୁଛା ପକାନ୍ତୁ, କିନ୍ତୁ ନାଲି ଗାମୁଛା ପକାଇବା ସହିତ ଯୋଉ କର କମଳରେ ଆମେ କାମ କରିବୁ ତା ମାନେ ସଂକେତ ଦଉନାହିଁ କି ଯେମିତି ଅନ୍ତର୍ଜୟ କହିଲା ଆଜି 30 ଘାଟ ରାତିରେ ତମେ ଜଗିବ ତମେ ଲୁଟିବ ଆର ଏବଂ ଅନ୍ୟମାନେ ସାଧାରଣ ଲୋକ ଭୟରେ କହିପାରିବେନି କାରଣ ତହସିଲଦାର ହାତରେ ଅଛନ୍ତି। ତେଣୁ ସାଧାରଣ ଲୋକଙ୍କୁ ଭୟଭୀତ କରେଇ ଏଠି ବାଲି ଚୋରି କରିବା ଏବଂ ତାଙ୍କ ଦେଖିବେ କୁଆଡେ ଆଙ୍କର RNDB କୁ ହାତରେ ଧରିକିରି ଆମେ ଦେଖିଛୁ ସେ ବୁଲନ୍ତି, RNDB କୁ ହାତରେ ଧରି ବୁଲନ୍ତି, ଏ ଟେଣ୍ଡର କାଲି କରିଦେବୁ, ଏ ରାସ୍ତା ହେଇଯିବ ଫାଟିଗଲା, ମୁଁ ଠିଆ ହେବି, ତାଙ୍କ ଉପରେ ପନିଶମେଣ୍ଟ ଦେବି। କାହିଁ ସେ ଆଜି ଆଣ୍ଠିଏ ଆଣ୍ଠିଏ ଖାଲ, ଲୋକ ମୋ ଛୁଆଟି ସାଇକେଲ ଧରି ମଧ୍ୟ ସ୍କୁଲକୁ ଯାଇପାରୁନି, ଆଣ୍ଠିଏ ଆଣ୍ଠିଏ କାଦୁଅ, କିଭଳି ଅବସ୍ଥା ହେଇଛି, କାନ୍ଦ ମାଡୁଛି। ପହଙ୍ଗା ତାଙ୍କ ଘର ଅରକଟାରେ ଦେଖିବେ, ସେ କହୁଥିଲେ ବିକାଶ କଥା କହୁଥିଲେ ଏଠି ପୂର୍ବରୁ ହେଇନାହିଁ, ଏ ତହସିଲଦାର ବି ଜାଣୁଛୁ ତାଙ୍କ ଗାଁ ଅରକଟା କୋରକର। ସେ ନିଜେ ବିଧାୟକ କହିଥିଲେ ମୋ ଗାଁକୁ ଗଲାବେଳକୁ ମୁଁ ପ୍ୟାଣ୍ଟ ଟେକି ଟେକି ଯାଏ, ଡେଇଁ ଡେଇଁକା ପ୍ୟାଣ୍ଟ ଟେକି ଯାଏ। ସେ ରାସ୍ତା ତାଙ୍କ ଗାଁକୁ କରିଛି କିଏ? ଏଇ 2009ରୁ ଏପର୍ଯ୍ୟନ୍ତ ଭିତରେ ରାସ୍ତା ହେଇଥିଲା। ତେଣୁ ସେ ଗାଡି ନେଇ ଯାଉଛନ୍ତି। ତେଣୁ ବିକାଶର କଥା ଆମକୁ କୁହନ୍ତୁନି, ମିଥ୍ୟା ଭଣ୍ଡାନ୍ତୁ ନାହିଁ। ଜନସାଧାରଣ, ନିଆଳିର ଜନସାଧାରଣ ଶିକ୍ଷିତ ଅଞ୍ଚଳ, ଆପଣ ଯୋଉ କାର୍ଯ୍ୟ କରୁଛନ୍ତି କହୁଛନ୍ତି ତାହା କରୁନାହାନ୍ତି। ଆପଣଙ୍କର ଫୋନ ଆପଣ କହିବେ, ଆଜି ବ୍ଲକରେ ଯାଇ ଦେଖିବେ ଗୋଟେ ଗ୍ରିଭାନ୍ସ ଡବା ଅଛି, ସେ ଆସୁ ଆସୁ କହିଲେ ମତେ କିଏ ଅଭିଯୋଗ କରିବ ସେ ଡବାରେ ଗଳେଇବ, କେଇଟା ଡବାରୁ ଚିଠି ତମେ ଦେଖିଲଣି? ମତେ କୋଉଠି ଦୁର୍ନୀତି ହେଲେ ଫୋନ କରିବ, କେତେଟା ଫୋନ ତମେ ଉଠାଅ, ଆମେ ଏ ପ୍ରେସରେ କହିବା। କାରଣ ସେ ଲୋକଙ୍କୁ ଯୋଉ ଭଣ୍ଡଉଛନ୍ତି, ଯୋଉ ବିକାଶର କଥା କହୁଛନ୍ତି, ତେଣୁ ଆକ୍ଚୁଆଲି ବିନାଶର ସେ ସମ୍ରାଟ। ତେଣୁ ଆପଣମାନେ ତାଙ୍କ କଥାରେ ହୁଅନ୍ତୁ। ବିଜୁ ଜନତା ଦଳ ନିଆଳି ମଣ୍ଡଳ, ନିଆଳି ବ୍ଲକ ଏବଂ କଣ୍ଟାପଡ଼ା ବ୍ଲକ ନିର୍ବାଚନ ମଣ୍ଡଳୀୟ ଯୋଉ ନେତୃତ୍ୱ ମଣ୍ଡଳୀ ଏବଂ କର୍ଣ୍ଣ ଅଛି ଲୋକମାନଙ୍କ ପାଇଁ ଅଛି, ଲୋକମାନଙ୍କ କାମ କରୁଛି। ନବୀନ ବାବୁଙ୍କର ବିକାଶ ଧାରାରେ କାଲି ଥିଲା, ଆଜି ମଧ୍ୟ ଆମେ ଲୋକମାନଙ୍କ ସହିତ ରହିଛୁ ଏବଂ କାଲି ଆମ ସରକାର ଆସିଲେ ନିଶ୍ଚିନ୍ତ ଭାବରେ ସେ ଯୋଉ ବିକାଶର ମିଛ ମିଛ ବିକାଶ କହୁଛନ୍ତି ସତ ସତ ବିକାଶ ନିଶ୍ଚିନ୍ତ ହବ। ଧନ୍ୟବାଦ।